କହିଛି ଜଣକୁ ଦୁଃଖ ବୁଝିଲେ ବୁଝିବ, ଗୁହାରି କରିଛି ପାଦେ ଶୁଣିଲେ ଶୁଣିବ। ପ୍ରତିଜ୍ଞା କରି କହୁଛି ନୁହେଁ ମୁଁ ଭିକାରୀ, ଏ ଜଗତ ରାଜା ପରା ଜନକ। এই তীর্থপুরা ধাରରେ ମାଳ ମଠ ଜୟୀତଳଙ୍କର ବାୟା ବାବାର ସାଧନା ପୀଠ। এই ବାୟା ବାବାଙ୍କ ପାଖରେ ପୁରୀରେ ନରେନ୍ଦ୍ର କୋଣରେ ଆମେ ବସିଥିଲୁ। ବଳିଆ ବସିଥିଲା। ସେଦିନ ଥିଲା ଜ୍ୟେଷ୍ଠ ପୂର୍ଣ୍ଣମୀ। ବାବାଙ୍କ ସହିତ ଟିକେ ଦେଖା ସାକ୍ଷାତ ହେବ। ସ୍ନାନ ବେଦୀରେ ଜଗନ୍ନାଥଙ୍କୁ ଦର୍ଶନ ହେବ। ତାପରେ ତୀର୍ଥରେ ଗୋଟିଏ ସତ୍ୟନାରାୟଣ ପାଲା ମଞ୍ଚ ଉଦ୍ଘାଟନ ହେବ। ତାପରେ ଆମେ ଟିକେ ନିର୍ମାଳର ଜ୍ୟେଷ୍ଠ ପୂର୍ଣ୍ଣିମା ବାଲିଯାତ୍ରାଟା କେମିତିକା ଗୋଟିଏ ଦେଖିବା। ଏତେ ଗୁଡ଼ାକ ମାନସିକ ନେଇକିରି ଆମେ ଯାଇଛୁ। ବାବାଙ୍କ ପାଖରେ ବସିଛୁ। ବାବା କିଛି ସମୟ ପରେ କହିଲେ ପ୍ରସାଦ ପାଇବାକୁ ଯାଅ। ମୁଁ ତ କେଉଁଠି ବସିକି ପ୍ରସାଦ ପାଇପାରେନି। ମୁଁ ଆଉ ପ୍ରସାଦ ପାଇବାକୁ ନ ଯାଇକି ସେଇଠି ବସି ବାୟା ଯେତେବେଳେ ଦ୍ୱିତୀୟ ଥର କହିଲେ ପ୍ରସାଦ ପାଅ, ମୁଁ କହିଲି ଗୋଟେ ପଦ ଲେଖିକିରି ସେଇ ପଦଟା କାଟିବ। ସବୁରି ପ୍ରସାଦ ତୁମରି ପ୍ରସାଦ, ତୁମ ପ୍ରସାଦ ତୁଟେ ପ୍ରସାଦ, ତୁମରି ପ୍ରସାଦ, ତୁମ ପ୍ରସାଦେ ତୁଟେ ମାୟା। ସବୁରି ପ୍ରସାଦ ତୁମରି ପ୍ରସାଦ, ସବୁରି ପ୍ରସାଦ ତୁମରି ପ୍ରସାଦ, ତୁମ ପ୍ରସାଦେ ତୁଟେ ମାୟା ଧରିଲ, ତୁମ ପ୍ରସାଦେ ତୁଟେ ମାୟା। ଗୁରୁଙ୍କର କୃପା ହେଲେ, ପିତୃ ମାତୃ ଆଶୀର୍ବାଦ ହେଲେ, ସନ୍ଥ ଶାସ୍ତ୍ରର ଆଶୀର୍ବାଦ ହେଲେ, ଗୁରୁ ଗୁରୁଜନମାନଙ୍କର ଆଶୀର୍ବାଦ ହେଲେ, ଜୀବନଟା ଧନ୍ୟ ହେଲେ। ଆଉ ଘରୋଇ ପତ୍ର ଟିକେ ପକେଇ ପ୍ରସାଦ ଟିକେ ପାଇକି ଚାଲିଯିବୁ, ସେଥିରେ କ'ଣ ଆମର ଲାଭ ହେବ? କିନ୍ତୁ ପ୍ରକୃତ ଲାଭ ହେଉଛି, ଭାଗବତ କହୁଛନ୍ତି ମନୁଷ୍ୟ ଜନ୍ମର ଏ ଲାଭ ଯଦି ଗୋବିନ୍ଦେ କରେ। ଏଠି ଗୋଟେ ସୁନ୍ଦର ଘର এইটা আমার লাভ নୁହେଁ, ଆମ ଶ୍ରମର ଅର୍ଥ ଏଠି ଅଛି। ଲାଇଟ୍ ଜଳୁଛି, ମାଇକି ପାଇଲେନି, ଏସବୁ ପ୍ରସାଦ ପାଉଛନ୍ତି ଲୋକ, ଏସବୁ ଶ୍ରମର ଅର୍ଥ। ଏବେ ବର୍ତ୍ତମାନ ଯେଉଁ ଭଜନ ହେଲା, ପ୍ରାର୍ଥନା ହେଲା, ପ୍ରାର୍ଥନା ପରେ ଯେଉଁ ସତ୍ସଙ୍ଗ ହେଲା, ପଦେ ବିପଦ କଥା ଆଲୋଚନା ହେଲା, କିଛି କଥା ଆମେ ଭୁଲିଗଲୁ, ଆଉ କିଛି କଥା ମନେ ରଖିଲୁ। ସେତିକି ହେଉଛି ଜୀବନର ଲାଭ। କିନ୍ତୁ ଆମେ ତାସ ଖାଇ ସମୟ ନଷ୍ଟ କରିପାରିବୁ, ବୁଲି ଖଟି ଗପିକିରି ସମୟ ନଷ୍ଟ କରିପାରିବୁ, ବଜାରରେ ବସି ବସି
ସମୟ ନଷ୍ଟ କିନ୍ତୁ ସତ୍ସଙ୍ଗରେ ବସି ପଦେ ଅଧେ କଥା ଶୁଣିବା ଆମେ କହୁ ଆମକୁ ଡାକିଲେ ଆମେ କହୁ ଆମର ସମୟ ଏମିତି ସମୟ ନାହିଁ କେଉଁ ଦିନେ ତମ ସମୟ ଆସି ପହଞ୍ଚିଯିବ ନଥିବେ କେହି ରଖିବାକୁ ମୃତ୍ୟୁ ବେଳକୁ ଯିବୁ ଜଣା ମୃତ୍ୟୁ ବେଳକୁ ଫେରିବ ଅପବାଦ ନିରୋଧ ଫେରିବ ଅପବାଦ ନିରୋଧ ये कथा जो महापुरुष माने लिखिଛନ୍ତି प्रकृतर से बुझी जीवनटा कौन आउ संसार तेणु से कथा को लिखिले यही पंच सखा जुगर जड़े महापुरुष लिखिले उड़ुछि काल संसार मने नाई अरे बाबू तू आम ये बहीचु आम जानू आउ अधघंटा बेले कि आउ दी दिन आम एतिक तो जानू आउ सब जानला भाया कथा से अच्युत करते भजन कहते गौरव कही पारूनी अल्प टे कही शेष करी भाई मन हो बसी हंस को भाई मोर जीवन पुष्करिणी हंस खेलुची आगे आम चमकी पड़ा कथा जीवनटा गोटे पुष्करिणी तादे पुरा हंस खेलु से हंस किए निस्वार्थ जो दिन आम बर्तमान ये मन पकाऊ बहुत कथा कौटी मु चाबिटा रखी कौ बैंक टंका रखी कौटी मोर सुना बंधा रखी कौटी केते करज करते सुझी मो पुआ कौटी अच्छी मो नाती कौटी अच्छी मो भणजा कौटी अच्छी आपको सब मन किंतु मो निकटरे थिबा जो निश्वास ये निश्वासटा ये अच्छी से कथा मोर मने ना से आपे आपे जाऊँगी आपे आपे कई कौन भावुची मो नाकर निश्वास हो कई कौन नाकर हाथ मारिक कौटी मो नाकर निश्वास बहुची कि ना से कथा कई कहू
ସେଇ ନିଶ୍ୱାସଟି ଯେତେବେଳେ ଉଡ଼ିକିରି ପଳେଇବ ସେତେବେଳେ ଆମ ଭେଳା ବୁଲି ଭେଳା କହିଲେ ଆମ ଜୀବନ ଭେଳା। ଜୀବନ ଗୋଟିଏ ଭେଳା, ପରିବାର ଗୋଟିଏ ଭେଳା, କର୍ମକ୍ଷେତ୍ର ଗୋଟିଏ ଭେଳା, ଜ୍ଞାନ କ୍ଷେତ୍ର ଗୋଟିଏ ଭେଳା, ଇଚ୍ଛା ଶକ୍ତି ଯେତେ ଆମର ଅଛି ସେ ଭେଳା। ସେଇଥିପାଇଁ କହିଲେ ଭାଇ ମନ ହୋ ଅଛି ଭାଇ ତାପର ପଦରେ କହୁଛନ୍ତି ପୋଖରୀ କୋଟି ଚାରି ଚଉରସ କ'ଣ? ଚାରିଟା ରସ କ'ଣ? ଏକରେ ଆପଣମାନେ ବର୍ତ୍ତମାନ ଗୋଟାଏ ରସରେ ଅଛି, ଏଇଟା ହେଉଛି ଧର୍ମ। ଦୁଇରେ ଆଉ ଗୋଟେ ଅର୍ଥ ଭାବନାରେ ଆପଣ ଅଛନ୍ତି, ସେ ହେଉଛି ଅର୍ଥ, ଧନ ଦରକାର। ତିନିରେ ଭବିଷ୍ୟତରେ ମୁଁ କ'ଣ କରିବି, ଏଇ ଯେଉଁ ଇଚ୍ଛା ଶକ୍ତି ତାକୁ କେମିତି ପୂର୍ଣ୍ଣ କରିବି, ଇଏ ଗୋଟାଏ ରସ। ଚତୁର୍ଥରେ ମୁଁ ଶାନ୍ତିରେ ବଞ୍ଚିବି ଆଉ ଶାନ୍ତିରେ ଇଏ ଦୁନିଆରୁ ଇଏ ଚାରିଟା ରସ କାହାର ଦରକାର ନାହିଁ। ଖାଲି କ'ଣ ହିନ୍ଦୁଙ୍କର ଦରକାର, ଖାଲି କ'ଣ ମୁସଲମାନଙ୍କର ଦରକାର, ଖ୍ରୀଷ୍ଟିଆନଙ୍କର ଦରକାର, ସମସ୍ତଙ୍କର, ପଶୁପକ୍ଷୀଙ୍କର। ତାପରେ ଆଉ ଗୋଟେ ପଦ ସେ କହୁଥିଲେ, ଏଇ ପଦର କଥାଟାକୁ ମନେ ରଖନ୍ତୁ, ଧର୍ମ ପାଳନ କର, ଅର୍ଥ ଉପାର୍ଜନ କରନ୍ତୁ, ସତ୍ କାମନା କରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କର ଏବଂ ନିଜେ ଶାନ୍ତିରେ ବଞ୍ଚନ୍ତୁ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ଆଉ ଏ କଥା ଯଦି ନାହିଁ, ରାମାୟଣ ପଢ଼ିଲେ କ'ଣ, ମହାଭାରତ ପଢ଼ିଲେ କ'ଣ, ଭାଗବତ ପଢ଼ିଲେ କ'ଣ, এই কথা বুঝেই কথা। ତାପରେ ଗୋଟେ ଭଲ ପଦ କହିଲେ, ସର୍ପକୁ
ପୀଠ କୋଉ ଡାକ ଦୁଇ ବୃକ୍ଷେ ଅଛି ମନ୍ଦାର ଫୁଲ ସର୍ପକୁ ମଣ୍ଡୁକି କରୁ। ସର୍ପ ହେଉଛି ମସ୍ତିଷ୍କ, ମଣ୍ଡୁକି କହିଲେ ବେଙ୍ଗ, ମୁଖ ଚକ୍ଷୁ ନାସା କର୍ଣ୍ଣ ମସ୍ତ ସବୁ ଅଛି ଯେ ଶେଷକୁ କୋଉଠିକି ଯିବ? ଜୁଇ ବୃକ୍ଷକୁ ଯୋଉଠି ମାନେ ତମେ ଜଳା ହବ, ପୋଡ଼ା ହବ, କି ପୋତା ହବ, କି କବର ହବ, ସେଇଟା ହେଉଛି ତମର ଶେଷ। ସେଇ ଗୋଟାକ ଲୋକ ଚିହ୍ନିବେ ଏଇଟା ଅମୁକ ଲୋକ ଏଇଠି ପୋଡ଼ା ହେଇଛି। ସର୍ପକୁ ମଣ୍ଡୁକି କରୁଛି ଦୁଇ ବୃକ୍ଷେ ଅଛି ମନ୍ଦାର। ସେଇ କଥାକୁ ଅଚ୍ୟୁତ କହିଲେ ଗୀତ ଚାରି ଅର୍ଥ ବହୁତ ଭାବରେ ଅଚ୍ୟୁତାନନ୍ଦ ମହାପୁରୁଷ ସିଏ ମାଳିକା ଲେଖିଛନ୍ତି ବୋଲି ଯେ ପୂଜ୍ୟ ସେ କଥା ନୁହେଁ। ସେ କଥା କାହା ପାଖରେ କ'ଣ ହେଇଯିବ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଗୋଟେ ମନେ ପଇଲା କହୁଛି। ମାଘ ମାସ ଶୀତ ରାତିରେ ଆମେ ଆସି ପହଞ୍ଚିଲୁ ଗୋଟେ କୀର୍ତ୍ତନ ସହିତ। ଏଇଠି କେଉଁଠି ଗୋଟେ ବରିକି ହାଟ ଅଛି। ସିଏ ବରିକି ହାଟରେ ଗୋଟେ ରବି ବୋଲି ଗୋଟେ ପିଲା ଆଶ୍ରମରେ ଥିଲା, ସେ ଟିକେ ପାଗଳ ହେଇଗଲା। ସେ ଟିକେ ସୁସ୍ଥ ହେବା ପରେ ତାକୁ ତା ଘରେ ଛାଡ଼ିବୁ। ନେମାଳରେ ଆଜି ଧୋନି ଜାଳି ଆମେ ଗୋଟା ବସିବୁ ଆଉ ପାଇବୁ ଆଉ। ନେମାଳ ଠିକ୍ ସେ ପାଖରେ ଗୋଟେ ଗାଁ ଅଛି, ବଡ଼ ପାଲଡ଼ା ନା ପାଲଡ଼ା ଏମିତି ଗୋଟେ ଗାଁ। ସେଠି ବିଚିତ୍ରାନନ୍ଦ ମହାନ୍ତିଙ୍କର ଗୋଟେ ଘର। ତାଙ୍କ ପାଖକୁ ଖବର ଦେଲୁ ତୁମେ କାଠ ଆଣିକିରି ମହାପୁରୁଷଙ୍କ ପାଖରେ ରଖିଥିବ, ଆମେ ଯାଉଛୁ ବରିକି ହାଟରୁ ନିଆଁ ଜାଳିକିରି ବସି। ସେ ଖବର ପାଇପାରିଲେ ନାହିଁ କି କାଠ। ସେତେବେଳେ ଶୀତ, ପ୍ରଚଣ୍ଡ ଶୀତ। ସେଇ ଶୀତରେ ଆମେ ବସିଲୁ। ଆମ ସାଙ୍ଗରେ ଯେଉଁ କୀର୍ତ୍ତନିଆ ମାନେ ଯାଇଥିଲେ ସେତେବେଳେ ଗୋବିନ୍ଦ ଗୋସ୍ୱାମୀ ଥିଲେ ମଠର ମୁଖ୍ୟ ଥିଲେ। ତାଙ୍କୁ ଯାଇ କହିଲା ଆମେ ଏଇଠି ବସୁଛୁ, ଆମ ବାବାଙ୍କୁ ଟିକେ ଘର ଭିତରେ ଶୋଇବାକୁ। ସେତେବେଳେ ବାବାଟି କିଏ ଦେଖେଇଲ? ସିଏଠୁ ମୋତେ ଦେଖେଇଲେ। ମୋତେ ବୟସ 17 ବର୍ଷ। ମୁଁ କାହିଁ ତାଙ୍କୁ ବାବା ଭଳିଆ ଦେଖାଯିବି? ସିଏ ବହୁତ ଚିରା ଲୋକ, କଷ୍ଟବାଦୀ। ନା 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 ତମେ ତମ ବୈଠ ବସ। ଆମର ବସିବ। କେତେବେଳେ ତାଙ୍କ ଭିତରେ ଗୋଟେ ଦୟା ଆସିଲା କି କ'ଣ, ତାହେଲେ ତମ ଭିତରେ ଯିଏ ବାବାଜୀ ସେଇ ଆମ ଆଖୁରୁ କରିବ। ଆଉ ତା ସାଙ୍ଗରେ ଜଣେ ଲୋକ ରହିବ, ଆଉ କେତେ ଲୋକ ରହିବ। ଗୋଟେ କ'ଣ ବିଛଣା ଟିକେ ପକାଇଦେଲେ ମୋର ଆଉ ମନେ ପଡ଼ୁନି, ବିଡ଼ା ଟିକେ ମୁଣ୍ଡ ତଳେ ଦେଇକିରି ଆମେ ଶୋଇଲୁ। ଆମକୁ ଶୋଇବାର ଅଭ୍ୟାସ ନାହିଁ, ଆମେ ଯାକ ଛୋଟ ଛୋଟ ହେଉଛୁ।
ରାତି 4ଟା ବେଳେ ସେ ଖଟ ଉପରେ ଶୋଇଛନ୍ତି, ଆମେ ତଳେ ଶୋଇଛୁ। ରାତି ବୋଧେ 3ଟା କି 4ଟା ହେବ, ଘଣ୍ଟା ତ ଆମ ପାଖରେ ନଥିଲା। ସେତେବେଳେ ମୁଁ ମୌନ କଥାବାର୍ତ୍ତା କରୁଛି। ସେ ଉଠିକି ଡାକିଲେ, ବଳରାମ ବାବା। ବଳରାମ ବାବା, ମୁଁ ପାଟି ଫିଟାଇବି କେମିତି କହିବେ ଆଜ୍ଞା? ମୁଁ କହୁଛି ପାଟି ଫିଟାଅ, ଖଟ ଉପରକୁ ଆସ। କିଏ ହେଇଛି ବସ, କଥାବାର୍ତ୍ତା କରିବ, କାଲି ସକାଳୁ ପୁଣି ମନେ କର। ସେ ଏଭଳି ଅଡ଼ୁଆରେ ମୋତେ ପକାଇଲେ, କଥାବାର୍ତ୍ତା କହିଲେ। ସେ ତାଙ୍କ କହିବା କଥା ହେଲା, ମହାପୁରୁଷ ତମ ବିଷୟରେ ମୋତେ ଗୋଟେ କଥା କହିବ, ତେଣୁ ତମେ ଏଠି ବସିବ, ଆଉ ତଳେ ଶୋଇବ। ତେଣୁ ମହାପୁରୁଷଙ୍କୁ ଆମେ ଦେଖିଦେବା, ଏ ମାଟି ଗଦା ଆଉ ବରଗଛ ନାହିଁ, ବରଗଛ। କିନ୍ତୁ ମହାପୁରୁଷ ଯେଉଁ ସଜ୍ଜନ ସବୁ ଲେଖିଛନ୍ତି, ସେ ପଦରୁ ଗୋଟିଏ ପଦ ମୁଁ ବୋଲୁଛି, ମୁଁ ଟିକେ କ୍ଳାନ୍ତ ବିଶ୍ରାମ ନେବି। ମୋର ଏତେ କଥା କହିବାକୁ ଇଚ୍ଛା। ଆପଣମାନେ ସେଇ ଅଞ୍ଚଳର, ସେଥିପାଇଁ ଏସବୁ କଥା ଆପଣ ଜାଣିଥିବେ। ତଥାପି ମୁଁ ମୋର ଭକ୍ତି ଅର୍ପଣ କରୁଛି। ଆଜି ଭୂଇଁଆ ପରିବାର, ଭୂଇଁଆ ବଂଶର ଆମନ୍ତ୍ରଣରେ ପୂର୍ବବର୍ଷ ବି ଆସିଥିଲି, ଏ ବର୍ଷ ମଧ୍ୟ ଆସିଛି। ଏବଂ ସାଲେପୁର ଯିବାର ଥିଲା, ତାକୁ ଗୋଟିଏ ରାତି ବାତିଲ କରି ସେଇ ମହାପୁରୁଷଙ୍କ ପାଦପଦ୍ମକୁ ଚିନ୍ତନ କରି ସେଇ ପଦଟି ଗାଉଛି। ଭାବ ବିନୋଦୀ ଠାକୁର ଭକ୍ତ ଭକ୍ତ ପାଇଁ ভক্ত কি কুম্ভর করিব ভক্ত বল রে ভক্ত ये पद सबू जी लिखिं जो महापुरुष सी लिखिं दिन कामर आम जी कथा गपुचु बा कहूँ आम सब माने केते उपाधि जे आम हूँ स्वयं अच्युत आम स्वयं भगवान आम स्वयं कृष्ण ये एमती गुड़ाए कई कहते आम कंस कि रावण कौन तेणु ये बाहास्पट कथार गालुआ बारबाटी चाषे पड़े ना महापुरुषों प्रति चित्तोत्पला तीर्थ प्रति एवं गाँ परिवार प्रति साधु सन्त शास्त्र गुरुजन मान प्रति आपण मानकर भक्ति रहिले आ भक्ति रे प्रीति रहिले निश्चित भाव में ये भव संसार आम उठा तेणु आजिर कथा तांकरी कथा तांकरी पादरे अर्पण करी ये ग्रामर ये पंचायतर ये जिलार ये परिवार जो माने आपण माने बसिछन समस्तंकर मंगल चिंता करी नमस्कार करी कथा को
জয় জয় রাধা হরি গরম